ପିଲାମାନେ ତମେମାନେ ବାରମ୍ବାର ପଚାରିଥିଲ କାରଣ ମୁଁ ଆପରେ ଗୋଟେ ଯେତେବେଳେ ସର୍ଟ ଭିଡିଓ ବନେଇଥିଲି ତମେମାନେ ମତେ ବାରମ୍ବାର ପଚାରିଥିଲ ଯେ ସାର୍ ଯୋଉ ଟାଟା ପାୱାର ଜବ୍ ଯୋଉ ଆପଣ କହିଥିଲେ ତା ଉପରେ ଗୋଟେ ଡିଟେଲ୍ସ ଭିଡିଓ ବନାନ୍ତୁ ଯେ ଆମେ ଆପ୍ଲାଏ ତ କରିପାରୁନେ ଟାଟା ପାୱାର ଜବ୍ ଆମେ ମାନେ ଆବେଦନ କରିପାରୁନେ ମୁଁ ପିଲାମାନେ ପ୍ରାଇଭେଟ ଜବ୍ ଉପରେ ଟିକେ କମ୍ ଭିଡିଓ ବନାଏ କାରଣ ପ୍ରାଇଭେଟ ଜବ୍ ରେ କଣ ହୁଏ ନା ଯେ କିଛି ଜାଗାରେ ଏମିତି ହୁଏ ଯେ ସେମାନେ ଟଙ୍କା ମାଗି ଦିଅନ୍ତି ସେଥିପାଇଁ ମୁଁ ପ୍ରାଇଭେଟ ଜବ୍ ଉପରେ ଟିକେ କମ୍ ଭିଡିଓ ବନାଏ କିନ୍ତୁ ତାପରେ ବି ଯେହେତୁ ଟାଟା ପାୱାର ପିଲାମାନେ ଆମେ ସମସ୍ତେ ଜାଣିଛୁ ଯେହେତୁ ଗୋଟେ ଭଲ ଭ୍ୟାକେନ୍ସି ନର୍ଥର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ତରଫରୁ ତମର ଗୋଟେ ଭଲ ଭ୍ୟାକେନ୍ସି ଆସିଛି ତିନି ଚାରି ହଜାର ପାଖାପାଖି ଭ୍ୟାକେନ୍ସି ଆସିଛି ସେଥିପାଇଁ ମୁଁ କହିଲି ଭିଡ଼ିଓଟା ବନେଇ ଦେଇକି ତୁମକୁ ମୁଁ କହିଦିଏ ଯଦି ତୁମେ ମାନେ ଇଣ୍ଟରେଷ୍ଟେଡ୍ ଅଛ ତୁମେ ମାନେ ଏଠି ଆବେଦନ କରିପାରିବ କିଛି ଯଦି ତୁମକୁ ଇନକ୍ୱାରି ଜାଣିବାର ଅଛି ପିଲାମାନେ ଏଠି ତମର ନମ୍ବର ଅଛି ତୁମେ ମାନେ ଏଇ ନମ୍ବରରେ କଣ୍ଟାକ୍ଟ କରିବ ଏବଂ କଣ୍ଟାକ୍ଟ କରିକି ତାଙ୍କ ସହିତ କଥା ହେଇପାରିବ ସବୁ ପିଲାଙ୍କ ପାଇଁ ଏଟା ଅଛି ହେଲା ତାଙ୍କ ଡାଇରେକ୍ଟ ମୋବାଇଲ ନମ୍ବର ଏଠି ଅଛି କିନ୍ତୁ ତା ପୂର୍ବରୁ ଗୋଟେ ଛୋଟ ଇନଫର୍ମେସନ ଦେବି ବହୁତ ସାରା ପିଲା ପଚାରୁଥିଲେ ଯେ ସାର୍ ଆପଣଙ୍କର ଯୋଉ ଆର୍ଆଇ ଅମିନ ବେଚ୍ ରହୁଛି ତା ନୂଆ ବେଚ୍ କେବେ ଷ୍ଟାର୍ଟ ହବ ପିଲାମାନେ ଦେଖ ଆମର ଏଇ ଗତ ସୋମବାର ପାଖରୁ ଗୋଟେ ନୂଆ ବେଚ୍ ଆମର ଷ୍ଟାର୍ଟ ହେଇଛି ଯଦି ତମେ ମାନେ ଏନରୋଲ କରିବା ପାଇଁ ଚାହୁଁଛ ତମେ ମାନେ ଏନରୋଲ କରିପାରିବ ଭିଡିଓ ଡେସ୍କ୍ରିପସନରେ ଲିଙ୍କ ଅଛି କୋଉଟା ପାଇଁ ଚାଲିଛି ପିଲାମାନେ ପ୍ରଥମେ ହେଲା ଆମର ଆର୍ଆଇ ଅମିନ ପାଇଁ ଚାଲିଛି ଦ୍ୱିତୀୟ ହେଲା ତମର ଫରେଷ୍ଟ ଗାର୍ଡ ପାଇଁ ଚାଲିଛି ଯୋଉଟା ପ୍ରହରୀ ବେଚ୍ ଏବଂ ତୃତୀୟଟି ହେଲେ ତମର ପଞ୍ଚାୟତ ବେଚରେ ତମେ ଯଦି ପିଓ ବେଚ୍ ନଉଛ ଏଠି ତମେ ଡାଟା ଏଣ୍ଟ୍ରି ଅପରେଟର ଏବଂ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ବୋଥ୍ ଯାକ ପାଇଁ ପ୍ରିପାରେସନ କରିପାରିବ ତେଣୁ ଯଦି ବି ତୁମେ ଏନରୋଲ କରିବା ପାଇଁ ଚାହୁଁଛ ଭିଡିଓ ଡେସ୍କ୍ରିପସନ ଯାଇକି କରିପାରିବ ପ୍ରଥମେ ଦେଖ এই লিঙ্কটা তুমি পাইব কোটি এই লিঙ্কটা তোমাকে ମୁଁ ଦେଇଦେବି ଆମର ଟେଲିଗ୍ରାମ ଗ୍ରୁପରେ ମୁଁ ଦେଇଦେବି ଡାଇରେକ୍ଟ ଲିଙ୍କ ତୁମମାନଙ୍କୁ ମୁଁ ଦେଇଦେବି କୌଣସି ପ୍ରକାର ନୁହେଁ ତୁମେ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଅ ମୁଁ ତୁମକୁ କମେଣ୍ଟ ବକ୍ସରେ ପିନ୍ କରିଦେଇଥିବି ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ତୁମେ ମାନେ ଯାଅ ଏବଂ ଡାଇରେକ୍ଟ ଯାଇକି ଲିଙ୍କଟାକୁ ତୁମେ ମାନେ ପାଇପାରିବ ଠିକ ଅଛି ତ ଏଠି ଆସିଲା ପରେ ଦେଖ ପ୍ରଥମେ ସିଏ ତୁମକୁ କହିବ ଯେ ତୁମେ ମାନେ ରେଜିଷ୍ଟ୍ରେସନ ତ କରିନ ପ୍ରଥମେ ତୁମକୁ ସେ ରେଜିଷ୍ଟର କରିବା ପାଇଁ କହିବ ତୁମେ କେମିତି ରେଜିଷ୍ଟ୍ରେସନ କରିବ ତୁମର ନାଁ ଦେଲ ଆଧାର ନମ୍ବର ଦେଲ ମୋବାଇଲ ନମ୍ବର ଦେଲ ପାସୱାର୍ଡ ଦେଲ ଇମେଲ ଆଇଡି ଦେଲ ଦେଇକି ସାଇନ୍ ଅପ୍ କରିଦେଲ ହେଲା ଏତିକି ଜିନିଷ ଦେଇଦେଲ ଏତିକି ଜିନିଷ ଦେଇକି ସାଇନ୍ ଅପ୍ କରିଦେଲ ସାଇନ୍ ଅପ୍ କରିସାରିଲା ପରେ ପଡି ଆସିଲ ତୁମେ ତୁମର ଏଠି ତୁମେ ଯେତେବେଳେ ଦେଖିବ ତୁମର ଯୋଉ ମୋବାଇଲ ନମ୍ବର ତୁମେ ଦେଇଥିବ ପିଲାମାନେ ଯୋଉ ତୁମେ ମୋବାଇଲ ନମ୍ବର ଦେଇଥିବ ଏବଂ ଯୋଉ ପାସୱାର୍ଡ ତୁମେ ଦେଇଥିବ ସେଇ ମୋବାଇଲ ନମ୍ବର ଏବଂ ସେଇ ପାସୱାର୍ଡକୁ ଦେଇକି ତୁମେ କଣ କଲ ଲଗ୍ଇନ୍ କଲ ଏତିକି ସମସ୍ତେ ବୁଝିପାରିଲେ ବର୍ତ୍ତମାନ ଯେତେବେଳେ ଲଗ୍ଇନ୍ କରିବ ଏଇଭଳି ଗୋଟେ ସମ୍ମୁଖକୁ ଆସିବ ଦେଖ ମୋର ଯେମିତି ପିଲାମାନେ ଆସିଗଲା ମୋ ନାଁ ତାପରେ ମୋର ଯୋଉ ମୋବାଇଲ ନମ୍ବର ମୁଁ ଦେଇଥିଲି ମୋର ସେଟା ଆସିଗଲା ଆପ୍ଲିକେସନ ଷ୍ଟାଟସ୍ ସେ ଦେଖୁଛି ନଟ୍ ସବମିଟେଡ୍ ପ୍ରଥମେ ସିଏ ତୁମକୁ କଣ କରିବା ପାଇଁ ପଡିବ ତୁମକୁ ଗୋଟେ ରେଜ୍ୟୁମେ ତୁମକୁ ଦବା ପାଇଁ ପଡିବ ହେଲା ମୁଁ ଯେମିତି ପିଲାମାନେ ତୁମକୁ କହୁଛି ତମେ ସେମିତି କରିବ ପ୍ରଥମେ ତୁମେ ଗୋଟେ ରେଜ୍ୟୁମେ ଦବ ବାୟୋଡାଟା ଫର୍ମ ତୁମେ ସମସ୍ତେ ଜାଣିଛ ତାପରେ ତୁମର ଡେଟ୍ ଅଫ୍ ବାର୍ଥ କେବେ କେବେ ତୁମେ ଜନ୍ମଗ୍ରହଣ କରିଥିଲ ଯୋଉ ବର୍ଷ ବି ତୁମର ଜନ୍ମଗ୍ରହଣ ଥିଲା ତୁମେ ତାକୁ ଦେଇପାରିବ ଧର ଯୋଉ ମୁଁ ମାର୍ଚ୍ଚ 3 ରେ ଜନ୍ମଗ୍ରହଣ କରିଥିଲି ହାଇଏଷ୍ଟ କ୍ୱାଲିଫିକେସନ ତୁମେ କଣ ପଢିଛ ମୋର ମାଷ୍ଟର ଡିଗ୍ରୀ କରିଛି ତାପରେ ତୁମର ନାଁ ଅଲ୍ଟରନେଟିଭ ମୋବାଇଲ ନମ୍ବର କାଷ୍ଟ ତୁମେ ଜେନେରାଲ ଏସଟି ଏସସି ଓବିସି ଜେଣ୍ଡରରେ ତୁମେ মেল ফিমেল ଦେଇପାରିବ ଏଡ୍ରେସ ତୁମେ ଏତିକି ଦେଇଦେଲ ପିନ୍ କୋଡ୍ ଦେଇକି କରିଦେଲ ସେକେଣ୍ଡ ହେଲା ତୁମର 10th ର ତୁମର କେତେ ମାର୍କ ଥିଲା କୋଉ ଇୟର ପାସିଂ କରିଥିଲ 12th କୋଉ ଇୟର ପାସିଂ କରିଥିଲ କୋଉ ମାନେ ପାସିଂ ଇୟର କଣ ଯଦି ଡିପ୍ଲୋମା କରିଛ ତାହେଲେ ଡିପ୍ଲୋମାରେ କରିଛ ଯଦି ତୁମେ ପ୍ଲସ ଟୁ କରିଛ ପିଲାମାନେ ଡିପ୍ଲୋମା ଜାଗାରେ ପ୍ଲସ ଟୁ ତୁମେ ଦେଇପାରିବ ଯଦି ତୁମେ ପ୍ଲସ ଟୁ କରିଛ ଗ୍ରାଜୁଏସନ ଯଦି ତୁମେ କରିଛ ତାହେଲେ ତୁମେ ଦବ ନହେଲେ ଏଗୁଡାକୁ ବ୍ଲାଙ୍କ ଛାଡିବ ଯୋଉଟା ତୁମେ କରିନ ତାକୁ ତୁମେ ବ୍ଲାଙ୍କ ଛାଡିବ ତାପରେ ଆସିଲା ୱାର୍କ ଏକ୍ସପିରିଏନ୍ସ ଯଦି ପିଲାମାନେ ତୁମେ ଯଦି କୌଣସି ଜାଗାରେ ବର୍ତ୍ତମାନ କାମ କରୁଛ କିଛି ବି ଜାଗାରେ ପ୍ରାଇଭେଟ ସେକ୍ଟର ହଉ ଗଭର୍ଣ୍ଣମେଣ୍ଟ ତ କରୁନଥିବ ପ୍ରାଇଭେଟ ସେକ୍ଟରରେ ହଉ ତୁମେ ଯଦି କୌଣସି ଜାଗାରେ କାମ କରୁଛ ତାହେଲେ ତୁମେ ଦେଇପାରିବ ଯଦି କିଛି କରୁନ ବ୍ଲାଙ୍କ ଛାଡି ଦେଇପାରିବ କୋଉ ପୋଷ୍ଟ ପାଇଁ ପିଲାମାନେ ତୁମେ ଚାହୁଁଛ ବର୍ତ୍ତମାନ ତୁମେ ଚାହୁଁଛ ଯେ ଫାଇନାନ୍ସିଆଲ ଡିପାର୍ଟମେଣ୍ଟ ଆକାଉଣ୍ଟ ଡିପାର୍ଟମେଣ୍ଟ ତୁମେ କମର୍ସିଆଲ ଏଡମିନ୍ ପ୍ରୋଜେକ୍ଟସ ବା ତୁମର ଅଟୋମେସନ ସିଭିଲ ତୁମର ଯୋଉ ଅନୁସାରେ ରହୁଛି ତୁମେ ଚାହୁଁଛ ଯେ ମୁଁ ବର୍ତ୍ତମାନ ଚାହୁଁଛି ଯେ ଆକାଉଣ୍ଟ ଡିପାର୍ଟମେଣ୍ଟରେ ମତେ ଖରାରେ ଯାଇକି ଟୋଟାଲ ଯିବାର ନାହିଁ ମୁଁ ଆକାଉଣ୍ଟ ଡିପାର୍ଟମେଣ୍ଟରେ ଚାହୁଁଛି ତ ମୁଁ ଫାଇନାନ୍ସ ଏବଂ ଆକାଉଣ୍ଟ ଡିପାର୍ଟମେଣ୍ଟରେ ମୁଁ କଣ କରିଦେଲି ଆକୁ କରିଦେଲି ସ୍କିଲ୍ ସେଟ୍ ତୁମର କଣ କଣ ସ୍କିଲ୍ ଅଛି ତୁମେ ତାକୁ ଦେଲ କମ୍ପ୍ୟୁଟର ତ କରିଥିବ ନିଶ୍ଚୟ ତାପରେ ସିଏ ତୁମର କହିଛି ତମେ ବର୍ତ୍ତମାନ ତୁମର କେତେ ଯୋଉ ତୁମର ପୂର୍ବ ଚାକିରି ଯୋଉ ତୁମେ କରିଥିଲ ସେ ପୂର୍ବ ଚାକିରିରେ ତୁମର କେତେ ଦରମା ତୁମେ ପାଉଥିଲ ଏବଂ ତୁମେ ଏକ୍ସପେକ୍ଟ କେତେ କରୁଛ ହେଲା ଏବଂ ତୁମେ ନୋଟିସ୍ ପିରିୟଡ କୋଉ ମାନଙ୍କର ଧରାଯାଉ ତୁମର ପୂର୍ବ କମ୍ପାନୀରେ ଅଛ ତୁମେ ତ ଏମିତି ନୁହେଁ ଯେ ତୁମେ ସେ କମ୍ପାନୀ କି କହିବ ଯେ ମତେ କାଲି ମୋର କାଲି ଲାଷ୍ଟ ଦିନ କମ୍ପାନୀ ତୁମକୁ ଛାଡିଦବ ଗୋଟେ ନୋଟିସ୍ ପିରିୟଡ ପିଲାମାନେ ଥାଏ ତମେ କେତେ ଦିନ ନୋଟିସ୍ ପିରିୟଡରେ ରହିବ ତାକୁ ତମେ ଗୋଟେ ଦେବା ପାଇଁ ପଡିବ ହେଲା ଯେ ତୁମେ କେତେ ଦିନ ନୋଟିସ୍ ପିରିୟଡରେ ରହିବ ଏଟା ତମ ମାନଙ୍କର ହଉଛି ଯଦି ଯୋଉମାନେ ଚାକିରି କରିଛନ୍ତି ପୂର୍ବରୁ ସେମାନଙ୍କ ପାଇଁ ଅଲଗା ଯଦି ଫ୍ରେଶର ପିଲା ଆକୁ ତମେ ଛାଡିଦବ ଟାଟା ପାୱାର ଦେଖ ପିଲାମାନେ ତମେ ଯଦି ଏଟା ହଉଛି ଟାଟା ପାୱାର ମାନେ ତମେ ଯଦି ପୂର୍ବରୁ କୌଣସି କାମ କରୁଥିଲ କି ଟାଟା ପାୱାରରେ ତମେ କାମ କରୁଥିଲ କି ଯଦି ତମେ ତ କାମ କରୁନଥିଲ ତାହେଲେ ଆକୁ ବ୍ଲାଙ୍କ ଛାଡିଦବ ବର୍ତ୍ତମାନ ଏଟାକୁ ଆକ୍ସେପ୍ଟ କରିବ ଆକ୍ସେପ୍ଟ କରିସାରିଲା ପରେ ଭଲସେ ଲକ୍ଷ୍ୟ କରିବ ଯେ ସବୁ କିଛି ଜିନିଷକୁ ତମେ ମାନେ ଠିକ ଭାବରେ ଫିଲ୍ଅପ୍ କରିଛ କି ନାହିଁ ସବୁ କିଛି କରିସାରିଲା ପରେ ପିଲାମାନେ ତମେ ମାନେ ଦେଖ ଲାଷ୍ଟ ଦେଖ ଗୋଟେ ସବମିଟ୍ ସେଭ୍ ଆଣ୍ଡ ସବମିଟ୍ ଅପସନ୍ ଅଛି ତମେ ମାନେ ଫାଇନାଲି କଣ କରିବ ସେଭ୍ ଆଣ୍ଡ ସବମିଟ୍ ଉପରେ କ୍ଲିକ୍ କରିବ ମୁଁ ଆଉଥରେ କହିଦଉଛି ତମେ ମାନେ କଣ କଣ କରିବ ମୁଁ ପିଲାମାନେ ଫିଲ୍ଅପ୍ କରୁନି ବର୍ତ୍ତମାନ ସମୟରେ ୟୁଟ୍ୟୁବର ନୂଆ ରୁଲ ରେଗୁଲେସନ ଅନୁସାରେ ତମେ ଯଦି ତୁମର ପର୍ସନାଲ ଡିଟେଲ୍ସ କରୁଛ
ସେମାନେ ସେ ଭିଡ଼ିଓଟାକୁ ଡିଲିଟ୍ କରିଦେଉଛନ୍ତି। ସେଥିପାଇଁ ପିଲାମାନେ ମୁଁ ତୁମକୁ ଫିଲ୍ଅପ୍ କରୁନି, ମୁଁ ତୁମକୁ କହିଦେଉଛି। କେବଳ ପ୍ରଥମେ ନିଜର ବାୟୋଡାଟା ଦେବ, ରେଜ୍ୟୁମେ ତୁମମାନଙ୍କ ପାଖରେ ଥିବ ପିଲାମାନେ, ସମସ୍ତଙ୍କ ପାଖରେ ତ ନିଶ୍ଚୟ ରୂପରେ ବାୟୋଡାଟା ଫର୍ମ ଥିବ, ଏଇଟା ତ କମ୍ପଲସରି। ତାପରେ ହେଲା ତୁମର ନାଁ, ତୁମର କେବେ ଜନ୍ମଗ୍ରହଣ କରିଥିଲ, ନ୍ୟାସନାଲିଟି ତୁମେ ଇଣ୍ଡିଆନ୍, କୋଉ ଡିଗ୍ରୀ ତୁମେ କରିଛ, ହାଏଷ୍ଟ ଡିଗ୍ରୀ ତୁମେ କେତେ ଯାଏଁ ପାଠ ପଢିଛ, 10 ପଢିଛ, ପ୍ଲସ୍ 2 ପଢିଛ, ଡିପ୍ଲୋମା କରିଛ। ଦେଖ ଯଦି ତୁମେ ପ୍ଲସ୍ 2 ପିଲାମାନେ କରିଛ ନା, ତାହେଲେ ତୁମେ ଡିପ୍ଲୋମା ମାରିପାରିବ ହେଲା। ଏଠି ସିଏ ତୁମକୁ ଦେଇନି। ପ୍ଲସ୍ 2 ଯଦି ଯେଉଁମାନେ କରିଛ ସେମାନେ ଡିପ୍ଲୋମା କରିଦେଲ। ଅଲ୍ଟରନେଟିଭ୍ ନମ୍ବର ତୁମର ଯେଉଁଟା ଅଛି ତାକୁ ଦେଲ, ଜେନେରାଲ ତୁମର ଯେଉଁ ରହିଛି କାଷ୍ଟ ଦେଇପାରିଲ, ଆଡ୍ରେସ୍ ଦେଲ, ସିଟି ଦେଲ। ତାପରେ ତୁମର 10th ମାର୍କ ଦେଲ, 10th ମାର୍କ ତୁମର କେତେ ଅଛି, କୋଉ ଇୟର ପାସିଂ କରିଥିଲ, ଆଉ ତୁମର ହେଉଛି ସବୁ କିଛି ପିଲାମାନେ ତୁମେମାନେ ଏଠି ଦେଇପାରିବ। ଗ୍ରାଜୁଏସନ୍ ତୁମେ କ'ଣ କରିଥିଲ, ଯାହା ବି ତୁମର ଏଠି ରହୁଛି ସବୁ କିଛି ତୁମର ଏଠି କରିପାରିବ। ୱାର୍କ ଏକ୍ସପିରିଏନ୍ସ ମଧ୍ୟ ତୁମମାନଙ୍କର ଏଠି ଅଛି, ତୁମେ କୋଉଠି ଚାକିରି କରିଥିଲ। ମୁଁ ଆଉ ଥରେ କହୁଛି, ଏଟା ସେଇମାନଙ୍କ ପାଇଁ ଯେଉଁମାନେ ହେଉଛନ୍ତି ପୂର୍ବରୁ କୌଣସି ଜାଗାରେ ଚାକିରି କରିଥିବେ। ଏବଂ ଏଟା ଯେଉଁ ପିଲାମାନେ, ଏଟା ବି ତୁମର ହେଉଛି ଯେଉଁମାନେ ପୂର୍ବରୁ ଚାକିରି କରିଥିବେ। ଏବଂ ଯେଉଁ ଟିପି ଡିଟେଲ୍ସ ପିଲାମାନେ ଦେଇଛି, ଏଟା ତୁମର ହେଉଛି ଯଦି ତୁମେ ଟାଟା ପାୱାରରେ ପୂର୍ବରୁ ଚାକିରି କରିଛ ତା ପାଇଁ, ନହେଲେ ବ୍ଲାଙ୍କ ଛାଡ଼ିବ। ଯେକୌଣସି ସେକ୍ଟରରେ ତୁମେ ଚାହୁଁଛ ତୁମେ ମାନେ ଦେଇପାରିବ। ତୁମେ ପ୍ରୋଜେକ୍ଟରେ ଚାହୁଁଛ, ତୁମେ କମ୍ପାନୀ ସେକ୍ରେଟାରୀରେ ଚାହୁଁଛ, ତୁମେ ପାୱାର ସିଷ୍ଟମ କଣ୍ଟ୍ରୋଲରେ ଚାହୁଁଛ, ଆଇଟିରେ ଚାହୁଁଛ, ତୁମେ ଯଦି ବିଟେକ୍ ହେରିକା କରିଛ ଆଇଟିରେ ଚାହୁଁଛ, ଯେଉଁଟା ବି ତୁମେ ଚାହୁଁଛ ସେଇଠି ତୁମେ କ'ଣ କରିପାରିବ, ତୁମେ ଏଠି ଦେଇପାରିବ। ଦେଇକି ତୁମେ ଲାଷ୍ଟକୁ ସବମିଟ୍ କରିବ। ସବମିଟ୍ କରିସାରିଲା ପରେ କ'ଣ ହେବ ନା, ସେମାନେ ତୁମକୁ ଡାକିବେ ଇଣ୍ଟରଭ୍ୟୁ ପାଇଁ। ଯଦି ତୁମେ ସର୍ଟଲିଷ୍ଟେଡ୍ ହେଲ, କାରଣ ଏଟା ପିଲାମାନେ ତାଙ୍କର ପ୍ରାୟ 10-15 ଦିନ ଏବେ ଅଛି, ତ ଇନ୍ କେସ୍ ଯଦି ତୁମେ ସର୍ଟଲିଷ୍ଟେଡ୍ ହେଲ ତାହେଲେ ସେମାନେ ତୁମକୁ ଡାକିବେ ଏଠି ଇଣ୍ଟରଭ୍ୟୁ ପାଇଁ। ଇଣ୍ଟରଭ୍ୟୁରେ ତୁମର ଯଦି ଭଲ ପରଫର୍ମାନ୍ସ ରହିଲା ତାହେଲେ ତୁମକୁ ଏଠି ଚାକିରି ରହିବ। ଦେଖ ଏଟା ପିଲାମାନେ ତୁମେ କହିବ ଯେ ସାର୍ ସେ ଟାଟା ପାୱାରରେ ବେକାର ଜବ୍, ଟାଟା ପାୱାର ଏତେ ଭଲ ନୁହେଁ, ଟାଟା ପାୱାର ଚାକିରି ଲୋକଙ୍କୁ ପଇସା ଦେଉନି, ସିଏ ଅଲଗା କଥା ପିଲାମାନେ, ସିଏ ଅଲଗା କଥା। କିନ୍ତୁ ଏଟା ତମମାନଙ୍କ ପାଇଁ ଏମିତି ନୁହେଁ ଯେ ତମେ ଭାବୁଛ ଯେ ଟାଟା ପାୱାର ମାନେ ତୁମକୁ ଯାଇକି ଲୋକଙ୍କ ଘରେ ବା ଲୋକଙ୍କ ଘର ଯାଇକି ତୁମକୁ ପଇସା ଉଠେଇତେ ପଡିବ। ଏଟା ଟୋଟାଲି ନୁହେଁ ପିଲାମାନେ, ମାଇଣ୍ଡରୁ ଏଇଟାକୁ କାଢିଦିଅ ଯେ ଟାଟା ପାୱାର ଜବ୍ ମାନେ ତୁମକୁ ଯାଇକି ଖରା ଦିନିଆ ତୁମକୁ ଯାଇକି ଇଲେକ୍ଟ୍ରିକ୍ ପୋଲ୍ ଉପରେ ଚଢ଼ିତେ ପଡ଼ିବ, ବା ତୁମକୁ ଲୋକଙ୍କ ଘରକୁ ଯାଇକି ବିଲ୍ ଆଣିତେ ପଡ଼ିବ, ବା ତୁମକୁ ଖରାରେ କାମ କରିବେ, ସେମିତି କିଛି ନୁହେଁ। ଟାଟା ପାୱାରରେ ବି ବହୁତ ପିଲାମାନେ ଭଲ ଲେବୁଲ ଜବ୍ ଅଛି, ଯେଉଁମାନେ କି ଏସି ରୁମ୍ ଭିତରେ ବସିକି ଦିନ ରାତି କାମ କରୁଛନ୍ତି, କୌଣସି ଫିଲ୍ଡକୁ ଯିବା ପାଇଁ ପଡୁନି। ତ ତା ପାଇଁ ତୁମକୁ ଏଟା ଦେଖିବା ପାଇଁ ପଡିବ ଯେ କୋଉ ଜବ୍ଟା ପାଇଁ ତୁମେ ଏଠି ଆପ୍ଲାଏ କରୁଛ ହେଲା, ଦେଖିକି ତୁମେ ମାନେ କରିପାରିବ। ତା ସହିତ ଯଦି ତୁମକୁ ଡାଇରେକ୍ଟ ଲିଙ୍କ ଦରକାର ତାହେଲେ ଟେଲିଗ୍ରାମ ଗ୍ରୁପରେ ତୁମେ ମାନେ ଜଏନ୍ ହେଇକି ଡାଇରେକ୍ଟ ଲିଙ୍କ ପାଇପାରିବ। ଏବଂ ଯଦି କିଛି ବି ଜାଣିବା ପାଇଁ ଚାହୁଁଛ ବା ତୁମ ଡିଷ୍ଟ୍ରିକ୍ଟରେ ଭ୍ୟାକେନ୍ସି ଏଇ ଭ୍ୟାକେନ୍ସିଟି ଆସିଛି କି ନାହିଁ ଜାଣିବା ପାଇଁ ଚାହୁଁଛ, କମେଣ୍ଟ ସେକ୍ସନରେ ନିଜ ଡିଷ୍ଟ୍ରିକ୍ଟର ନାମକୁ ଲେଖିଦିଅ। ତ ଆଜି ପାଇଁ ଏତିକି। ହଁ, ଆଉ ଗୋଟେ କଥା ପିଲାମାନେ ମୁଁ କହିବି, ଯଦି ତୁମେ ଏତେ ପର୍ଯ୍ୟନ୍ତ ଆମର କୋର୍ସକୁ ନେବା ପାଇଁ ଚାହୁଁଛ, ଏବେ ହିଁ ତୁମେ ମାନେ ଭିଡ଼ିଓ ଡେସ୍କ୍ରିପସନକୁ ଯାଇକି ଆମର କୋର୍ସକୁ ନେଇପାରିବ। ଯଦି କିଛି ଡାଉଟ୍ ଅଛି, ସ୍କ୍ରିନରେ ଆମ ନମ୍ବର ଅଛି, ଆମକୁ ତୁମେ ମାନେ କଣ୍ଟାକ୍ଟ କରିପାରିବ। ତ ଆଜି ପାଇଁ ଏତିକି, ରହିଲି, ନମସ୍କାର, ଜୟ ଜଗନ୍ନାଥ।